ଆଜିର ବିଷୟ ହେଉଛି ମୁକ୍ତି। ଆମେ ପୂର୍ବରୁ କହିଅଛୁ, କାର୍ଯ୍ୟ ଏହି ଅର୍ଥ ବ୍ୟତୀତ କର୍ମ ଶବ୍ଦ ଦ୍ୱାରା ମନୋବିଜ୍ଞାନରେ କାର୍ଯ୍ୟ କାରଣ ଭାବ ମଧ୍ୟ ବୁଝାଇଥାଏ। ଯେକୌଣସି କାର୍ଯ୍ୟ ବା ଯେକୌଣସି ଚିନ୍ତା କିଛି ନା କିଛି ଫଳ ଉତ୍ପନ୍ନ କଲେ ତାହାକୁ କର୍ମ କୁହାଯାଏ। ସୁତରାଂ କର୍ମ ବିଧାନର ଅର୍ଥ କାର୍ଯ୍ୟ କାରଣର ନିୟମ, ଅର୍ଥାତ୍ କାରଣ ଓ କାର୍ଯ୍ୟର ଅନିବାର୍ଯ୍ୟ ସମ୍ବନ୍ଧ। ଆମର ଭାରତୀୟ ଦର୍ଶନ ମତରେ ଏହି କର୍ମ ବିଧାନ ସମଗ୍ର ବିଶ୍ୱଜଗତ ପକ୍ଷରେ ହିଁ ସତ୍ୟ। ଯାହା କିଛି ଆମେ ଦେଖୁ, ଅନୁଭବ କରୁ ଅଥବା ଯେକୌଣସି କାର୍ଯ୍ୟ କରୁ, ବିଶ୍ୱଜଗତରେ ଯାହା କିଛି କାର୍ଯ୍ୟ ହେଉଅଛି, ଏ ସମସ୍ତ ଏକ ଦିଗରେ ପୂର୍ବକର୍ମର ଫଳ ମାତ୍ର। ପୁଣି ଅନ୍ୟ ଦିଗରେ ଏହିଗୁଡ଼ିକ ହିଁ କାରଣ ରୂପେ ଅନ୍ୟ ଫଳ ଉତ୍ପନ୍ନ କରେ। ଏଥିସହ ବିଚାର କରିବା ଆବଶ୍ୟକ, ବିଧି ବା ନିୟମ କହିଲେ କ'ଣ ବୁଝାଯାଏ? ଘଟଣାଗୁଡ଼ିକର ପୁନରାବର୍ତ୍ତନର ଧାରାର ନାମ ହିଁ ନିୟମ ବା ବିଧି। ଯେତେବେଳେ ଆମେ ଦେଖୁ ଗୋଟିଏ ଘଟଣା ପରେ ଆଉ ଗୋଟିଏ ଘଟଣା ଘଟୁଅଛି, କେତେବେଳେ ବା ଘଟଣା ଦୁଇଟି ଏକ ସମୟରେ ଘଟୁଅଛି, ସେତେବେଳେ ଆମେ ଆଶା କରୁ ଯେ ସର୍ବଦା ଏହିପରି ଘଟିବ। ଆମ ଦେଶର ପ୍ରାଚୀନ ନୈୟାୟିକଗଣ ଏହାକୁ ବ୍ୟାପ୍ତି କହୁଥିଲେ। ସେମାନଙ୍କ ମତରେ ନିୟମ ସମ୍ବନ୍ଧରେ ଆମର ସମଗ୍ର ଧାରଣାର କାରଣ ଅନୁସଙ୍ଗ, ଘଟଣାର ପରମ୍ପରା ଆମ ମନରେ ଅନୁଭୂତ ବିଷୟଗୁଡ଼ିକ ସହିତ ଅପରିବର୍ତ୍ତନୀୟ ଭାବରେ ଜଡ଼ିତ ଥାଏ। ସେଥିପାଇଁ ଆମେ ଯେତେବେଳେ କୌଣସି ବିଷୟ ଅନୁଭବ କରୁ, ଠିକ୍ ସେତିକିବେଳେ ମନ ଭିତରର ଅନ୍ୟାନ୍ୟ ବିଷୟଗୁଡ଼ିକ ସହିତ ଏହାର ସମ୍ପର୍କ ସ୍ଥାପିତ ହୁଏ। ଗୋଟିଏ ଭାବ ଅଥବା ଆମ ମନୋବିଜ୍ଞାନ ଅନୁସାରେ ଚିତ୍ତରେ ଉତ୍ପନ୍ନ ଗୋଟିଏ ତରଙ୍ଗ ସର୍ବଦା ହିଁ ଅନେକ ସଦୃଶ ତରଙ୍ଗ ଉତ୍ପନ୍ନ କରେ। ମନୋବିଜ୍ଞାନରେ ଏହାକୁ ଭାବାନୁସଙ୍ଗ ବିଧାନ କହନ୍ତି ଏବଂ କାର୍ଯ୍ୟକାରଣ ସମ୍ବନ୍ଧ ଏହି ବ୍ୟାପକ ବିଧାନର ଗୋଟିଏ ଦିଗ ମାତ୍ର। ଭାବାନୁସଙ୍ଗର ଏହି ବ୍ୟାପକତାକୁ ସଂସ୍କୃତରେ ବ୍ୟାପ୍ତି କହନ୍ତି। ଅନ୍ତର୍ଜଗତରେ ଯେପରି ବହିର୍ଜଗତରେ ମଧ୍ୟ ତଦ୍ରୂପ ବିଧାନ ବା ନିୟମର ଧାରଣା ଏକ ପ୍ରକାର। ଗୋଟିଏ ଘଟଣା ପରେ ଆଉ ଗୋଟିଏ ଘଟିବ, ତାହା ଏବଂ ଘଟଣା ପରମ୍ପରା ବାରମ୍ବାର ସଂଗଠିତ ହେବ, ଆମେ ଏହିପରି ଆଶା କରୁ। ତାହେଲେ ପ୍ରକୃତରେ କୌଣସି ନିୟମ ପ୍ରକୃତିରେ ନାହିଁ। କାର୍ଯ୍ୟତଃ ଏହା କହିବା ଭୁଲ ଯେ ମାଧ୍ୟାକର୍ଷଣ ଶକ୍ତି ପୃଥିବୀରେ ଅଛି ବା ପ୍ରକୃତିର କୌଣସି ସ୍ଥଳରେ ବସ୍ତୁଗତ ଭାବରେ କୌଣସି ନିୟମ ଅଛି। ଯେଉଁ ପ୍ରଣାଳୀରେ ଆମ ମନ କେତେଗୁଡ଼ିଏ ଘଟଣା ପରମ୍ପରା ଧାରଣ କରେ, ସେହି ପ୍ରଣାଳୀ ହିଁ ନିୟମ। ଏହି ନିୟମ ଆମ ମନରେ ଅବସ୍ଥିତ। କେତେଗୁଡ଼ିଏ ଘଟଣା ଗୋଟିକ ପରେ ଗୋଟିଏ ଅଥବା ଏକ ସଙ୍ଗରେ ସଂଗଠିତ ହେଲେ ଆମ ମନରେ ଦୃଢ଼ ଧାରଣା ହୁଏ ଯେ ଭବିଷ୍ୟତରେ ନିୟମିତ ଭାବରେ ପୁନଃ ପୁନଃ ଏହିପରି ଘଟିବ। ଘଟଣା ପରମ୍ପରା କିପରି ସଂଗଠିତ ହେଉଅଛି, ଆମ ମନ ଏହି ଭାବରେ ହିଁ ତାହା ଧାରଣା କରିପାରେ। ଏହାକୁ ହିଁ ନିୟମ କୁହାଯାଏ। ବର୍ତ୍ତମାନ ପ୍ରଶ୍ନ ହେଉଛି, ନିୟମ ସର୍ବବ୍ୟାପକ କହିଲେ ଆମେ କ'ଣ ବୁଝୁ? ଆମର ଜଗତ ଅନନ୍ତ ସତ୍ତାର ସେହି ଟିକକ ଅଂଶ, ଯାହାକୁ ଆମ ଦେଶର ମନୋବିଜ୍ଞାନୀଗଣ ଦେଶକାଳ ନିମିତ୍ତ କହନ୍ତି ଏବଂ ୟୁରୋପୀୟ ମନୋବିଜ୍ଞାନରେ ଯାହା ସ୍ଥାନ କାଳ ଓ କାରଣ ବୋଲି ପରିଚିତ। ଏ ଜଗତ ସେହି ଅନନ୍ତ ସତ୍ତାର ସାମାନ୍ୟ ଟିକିଏ ଅଂଶ ମାତ୍ର, ଗୋଟିଏ ନିର୍ଦ୍ଦିଷ୍ଟ ଛାଞ୍ଚରେ ଢଳା ଦେଶ କାଳ ନିମିତ୍ତରେ ଗଠିତ। ଏହିପରି ଛାଞ୍ଚରେ ଢଳା ଅସ୍ତିତ୍ୱ ସମଷ୍ଟିର ନାମ ହିଁ ଆମମାନଙ୍କର ଜଗତ। ଅପରିହାର୍ଯ୍ୟ ଭାବେ ଏହି ସିଦ୍ଧାନ୍ତ କରିବାକୁ ହୁଏ ଯେ ନିୟମ କେବଳ ଏହି କାର୍ଯ୍ୟକାରଣ ନିୟନ୍ତ୍ରିତ ଜଗତ ମଧ୍ୟରେ ହିଁ ସମ୍ଭବ। ଏହା ବାହାରେ କୌଣସି ନିୟମ ରହିପାରେ ନାହିଁ। ଆମେ ଯେତେବେଳେ ଏହି ଜଗତ କଥା କହୁ, ସେତେବେଳେ ଆମେ ବୁଝୁ ଅସ୍ତିତ୍ୱର ଯେଉଁ ଅଂଶ ଟିକକ ଆମ ମନ ଦ୍ୱାରା ସୀମାବଦ୍ଧ। ଯେଉଁ ଇନ୍ଦ୍ରିୟ ଗୋଚର ଜଗତ ଆମେ ଅନୁଭବ କରୁ, ସ୍ପର୍ଶ କରୁ, ଦେଖୁ, ଶୁଣୁ, ଚିନ୍ତା କରୁ ଏବଂ କଳ୍ପନା କରୁ,
ସେହି ଟିକକ କେବଳ ନିୟମାଧୀନ, କିନ୍ତୁ ଏହାର ବହିର୍ଭୂତ ସତ୍ତା ନିୟମାଧୀନ ନୁହେଁ। ଯେହେତୁ କାର୍ଯ୍ୟକାରଣ ଭାବ ଆମମାନଙ୍କର ମନଜଗତର ବାହାରକୁ ଆଉ ଯାଇପାରେ ନାହିଁ। ଆମ ଇନ୍ଦ୍ରିୟ ମନର ଅତୀତ ଯେ କୌଣସି ବସ୍ତୁ ଏହି କାର୍ଯ୍ୟକାରଣ ନିୟମ ଦ୍ୱାରା ଆବଦ୍ଧ ନୁହେଁ, କାରଣ ଇନ୍ଦ୍ରିୟାତୀତ ରାଜ୍ୟରେ ବିଭିନ୍ନ ବସ୍ତୁର ଭାବାନୁସଙ୍ଗ ସମ୍ବନ୍ଧ ନାହିଁ ଏବଂ ଭାବ ସମ୍ବନ୍ଧ ବ୍ୟତୀତ କାର୍ଯ୍ୟକାରଣ ସମ୍ବନ୍ଧ ମଧ୍ୟ ରହିନପାରେ। ନାମ ରୂପ ଛାଞ୍ଚ ମଧ୍ୟରେ ପଡ଼ିଲେ ସତ୍ତା ବା ଚୈତନ୍ୟ କାର୍ଯ୍ୟକାରଣ ନିୟମ ମାନି ଚଳନ୍ତି ଏବଂ ସେତିକି ବେଳେ କୁହାଯାଏ ଯେ ତାହା ନିୟମର ଅଧୀନ। ଯେହେତୁ କାର୍ଯ୍ୟକାରଣ ସମ୍ବନ୍ଧ ହିଁ ସକଳ ନିୟମର ମୂଳ, ବର୍ତ୍ତମାନ ଆମେ ସହଜରେ ବୁଝିପାରିବା ଯେ ସ୍ୱାଧୀନ ଇଚ୍ଛା ବୋଲି କିଛି ରହିନପାରେ। ଯେହେତୁ ଏ ଶବ୍ଦଗୁଡ଼ିକ ପରସ୍ପର ବିରୋଧୀ, କାରଣ ଇଚ୍ଛା ଜ୍ଞାନର ଅନ୍ତର୍ଗତ ଏବଂ ଯାହା କିଛି ଆମେ ଜାଣୁ ସେ ସମସ୍ତ ଆମ ଜଗତର ଅନ୍ତର୍ଗତ। ପୁନଶ୍ଚ ଜଗତର ଅନ୍ତର୍ଗତ ସବୁକିଛି ଦେଶକାଳ ନିମିତ୍ତ ରୂପକ ଛାଞ୍ଚରେ ଢଳା। ଯାହା କିଛି ଆମେ ଜାଣୁ ବା ଯାହା କିଛି ଆମ ପକ୍ଷରେ ଜାଣିବା ସମ୍ଭବ, ସବୁଗୁଡ଼ିକ କାର୍ଯ୍ୟକାରଣର ଅଧୀନ ଏବଂ ଯାହା କିଛି କାର୍ଯ୍ୟକାରଣ ନିୟମର ଅଧୀନ ତାହା କେବେ ହେଲେ ସ୍ୱାଧୀନ ହୋଇନପାରେ। ଅନ୍ୟାନ୍ୟ ବସ୍ତୁ ଏହା ଉପରେ କ୍ରିୟା କରେ ଏବଂ ଏହା ପୁଣି ଅନ୍ୟର କାରଣ ହୁଏ। ଯାହା ପୂର୍ବେ ଇଚ୍ଛା ନଥିଲା କିନ୍ତୁ ଇଚ୍ଛା ରୂପେ ପରିଣତ ହୋଇଛି, ଯାହା ଏହି ଦେଶକାଳ ନିମିତ୍ତ ଛାଞ୍ଚରେ ପଡ଼ି ମାନବୀୟ ଇଚ୍ଛାରେ ପରିଣତ ହେଲା, ତାହା ମୁକ୍ତ ସ୍ୱଭାବ ଥିଲା। ଆଉ ଯେବେ ଏହି ଇଚ୍ଛା ଏହି ଦେଶକାଳ ନିମିତ୍ତ ଚକ୍ରରୁ ବାହାରିଯିବ, ସେତେବେଳେ ତାହା ପୁନଶ୍ଚ ସ୍ୱାଧୀନ ବା ମୁକ୍ତ ହେବ। ସ୍ୱାଧୀନତା ବା ମୁକ୍ତିରୁ ତାହା ଆସେ, ଏହି ବନ୍ଧନର ଛାଞ୍ଚରେ ପଡ଼େ ଏବଂ ବାହାରି ଯାଇ ପୁନଶ୍ଚ ମୁକ୍ତ ହୁଏ। ପ୍ରଶ୍ନ ଉଠିଥିଲା, ଜଗତ କେଉଁଠାରୁ ଆସେ, କେଉଁଠାରେ ଅବସ୍ଥାନ କରେ ଏବଂ କେଉଁଥିରେ ବା ଲୀନ ହୁଏ? ଏହାର ଉତ୍ତର ହେଲା, ମୁକ୍ତିରୁ ହିଁ ଏହାର ଉତ୍ପତ୍ତି, ବନ୍ଧନରେ ଏହାର ସ୍ଥିତି ଏବଂ ଅବଶେଷରେ ମୁକ୍ତିରେ ହିଁ ପ୍ରତ୍ୟାବର୍ତ୍ତନ। ସୁତରାଂ ଯେତେବେଳେ ଆମେ କହୁ ମନୁଷ୍ୟ ସେହି ଅନନ୍ତ ସତ୍ତାର ପ୍ରକାଶ, ସେତେବେଳେ ବୁଝିବାକୁ ହେବ ଯେ ମନୁଷ୍ୟ ସେହି ସତ୍ତାର ଅତି କ୍ଷୁଦ୍ର ଅଂଶ ମାତ୍ର। ଏହି ଦେହ ଓ ଏହି ମନ ଆମେ ଯାହା ଦେଖୁଛୁ, ଏଗୁଡ଼ିକ ସମଗ୍ରର ଅଂଶ ମାତ୍ର, ସେହି ଅନନ୍ତ ପୁରୁଷଙ୍କର ଗୋଟିଏ ବିନ୍ଦୁ ମାତ୍ର। ସମଗ୍ର ବ୍ରହ୍ମାଣ୍ଡ ସେହି ଅନନ୍ତ ପୁରୁଷଙ୍କର ଗୋଟିଏ କଣା ମାତ୍ର। ଆଉ ଆମର ସକଳ ନିୟମ ଓ ବନ୍ଧନ, ଆନନ୍ଦ ଓ ବିଷାଦ, ଆମର ସୁଖ ଓ ଆଶା, ସବୁକିଛି ଏହି କ୍ଷୁଦ୍ର ଜଗତ ଭିତରର କଥା। ଆମର ଉନ୍ନତି ଓ ଅବନତି ମଧ୍ୟ ଏହି କ୍ଷୁଦ୍ର ଜଗତରେ ସୀମାବଦ୍ଧ। ଅତଏବ ଦେଖିପାରୁଛି, ଆମ ମନ ଦ୍ୱାରା ସୃଷ୍ଟ ଏହି କ୍ଷୁଦ୍ର ଜଗତ ଚିରଦିନ ରହିବ, ଏପରି ଆଶା କରିବା ଏବଂ ସ୍ୱର୍ଗକୁ ଯିବାର ଆକାଂକ୍ଷା କରିବା ଅତି ପିଲାଳିଆ କଥା। ସ୍ୱର୍ଗର ଅର୍ଥ ଆମର ପରିଚିତ ଏହି ଜଗତର ପୁନରାବୃତ୍ତି ମାତ୍ର। ସ୍ପଷ୍ଟ ଦେଖୁଅଛି, ଅନନ୍ତ ସତ୍ତାକୁ ଆମର ସୀମାବଦ୍ଧ ଜଗତର ଅନୁରୂପ କରିବା ପାଇଁ ଚେଷ୍ଟା କରିବା କେତେ ଦୂର ବାଳସୁଲଭ ଅସମ୍ଭବ ବାସନା। ଅତଏବ ମନୁଷ୍ୟ ଯେବେ କହେ ସେ ଏହିପରି ଭାବରେ ଚିରଦିନ ରହିବ, ବର୍ତ୍ତମାନ ଯାହା ସବୁ ଧରି ରହିଛି ସେସବୁ ନେଇ ଚିରଦିନ ରହିବ, ଅଥବା ମୁଁ ଯେପରି କେବେ କେବେ କହେ, ଯେବେ ମନୁଷ୍ୟ ଆରାମପ୍ରଦ ଧର୍ମ ଚାହେଁ, ସେତେବେଳେ ତୁମେ ସବୁ ନିଶ୍ଚୟ ଜାଣିବ ତାହାର ଏତେ ଅବନତି ହୋଇଅଛି ଯେ ସେ ବର୍ତ୍ତମାନ ଅବସ୍ଥା ଅପେକ୍ଷା ଉନ୍ନତତର କିଛି ହେଲେ ଧାରଣା କରିପାରେ ନାହିଁ। ସେ ନିଜର ଅନନ୍ତ ସ୍ୱରୂପକୁ ଭୁଲିଅଛି। ତାହାର ସମଗ୍ର ଚିନ୍ତା ଏହିସବୁ କ୍ଷୁଦ୍ର ସୁଖ ଦୁଃଖ ଏବଂ ସାମୟିକ ଈର୍ଷାରେ ଆବଦ୍ଧ। ଏହି ଶାନ୍ତ ଜଗତକୁ ସେ ଅନନ୍ତ ବୋଲି ମନେ କରେ। କେବଳ ସେତିକି ନୁହେଁ, ସେ ଏହି ମୂର୍ଖତା କେବେ ହେଲେ ଛାଡ଼ିବ ନାହିଁ। ସେ ପ୍ରାଣପଣ ତୃଷ୍ଣାକୁ, ଜୀବନ ବାସନାକୁ ଜାବୁଡ଼ି ଧରି ରହେ। ବୌଦ୍ଧଗଣ ଏହାକୁ ତଞ୍ଝା ବା ତିସ୍ସା କହନ୍ତି। ଆମର ଜ୍ଞାତ କ୍ଷୁଦ୍ର ଜଗତ ବାହାରେ ଅସଂଖ୍ୟ ପ୍ରକାର ସୁଖ ଦୁଃଖ, ଅସଂଖ୍ୟ ପ୍ରାଣୀ, ଅସଂଖ୍ୟ ବିଧି, ଅସଂଖ୍ୟ ପ୍ରକାର ଉନ୍ନତିର ନିୟମ ଏବଂ ଅସଂଖ୍ୟ ପ୍ରକାର କାର୍ଯ୍ୟକାରଣ ସମ୍ବନ୍ଧ ଥାଇପାରେ, କିନ୍ତୁ ଏ ସମସ୍ତ ଆମ ଅନନ୍ତ ପ୍ରକୃତିର ଏକ ଅଂଶ ମାତ୍ର।
ମୁକ୍ତି ଲାଭ କରିବାକୁ ହେଲେ ଏହି ଜଗତର ସୀମା ଅତିକ୍ରମ କରି ଯିବାକୁ ପଡ଼ିବ। ଏଠାରେ ମୁକ୍ତିର ସନ୍ଧାନ ମିଳିପାରେ ନାହିଁ। ସମ୍ପୂର୍ଣ୍ଣ ସାମ୍ୟାବସ୍ଥା ବା ଖ୍ରୀଷ୍ଟିଆନମାନେ ଯାହାକୁ ବୁଦ୍ଧିର ଅତୀତ ଶାନ୍ତି ବୋଲି କହିଥାନ୍ତି, ତାହା ଏ ଜଗତରେ ମିଳିପାରେ ନାହିଁ, ସ୍ୱର୍ଗରେ ମଧ୍ୟ ନୁହେଁ, ଅଥବା ଏପରି କୌଣସି ସ୍ଥାନରେ ମଧ୍ୟ ନୁହେଁ ଯେଉଁଠାକୁ ଆମର ଚିନ୍ତା ଶକ୍ତି ଓ ମନ ଯାଇପାରେ, ଯେଉଁଠାରେ ଇନ୍ଦ୍ରିୟଗଣ ଅନୁଭବ କରିପାରନ୍ତି ଅଥବା କଳ୍ପନା ଶକ୍ତି ଯାହା କଳ୍ପନା କରିପାରେ। ଏପରି କୌଣସି ସ୍ଥାନରେ ସେ ମୁକ୍ତି ମିଳିପାରେ ନାହିଁ, କାରଣ ଏ ସକଳ ସ୍ଥାନ ଅବଶ୍ୟ ହିଁ ଆମ ଜଗତର ଅନ୍ତର୍ଗତ ହେବ ଏବଂ ଏହି ଜଗତ ଦେଶକାଳ ନିମିତ୍ତ ଦ୍ୱାରା ସୀମାବଦ୍ଧ। ଏ ପୃଥିବୀ ଅପେକ୍ଷା ସୂକ୍ଷ୍ମତର ସ୍ଥାନ ଥାଇପାରେ ଯେଉଁଠାରେ ଭୋଗ ତୀବ୍ରତର, କିନ୍ତୁ ସେହିସବୁ ସ୍ଥାନ ମଧ୍ୟ ଜଗତର ଅନ୍ତର୍ଗତ। ସୁତରାଂ ନିୟମର ବନ୍ଧନ ଭିତରେ ଅତଏବ ଆମମାନଙ୍କୁ ଏସବୁର ବାହାରକୁ ଯିବାକୁ ହେବ ଏବଂ ଯେଉଁଠାରେ ଏହି କ୍ଷୁଦ୍ର ଜଗତର ଶେଷ, ସେହିଠାରୁ ହିଁ ପ୍ରକୃତ ଧର୍ମର ଆରମ୍ଭ। ଏହି କ୍ଷୁଦ୍ର କ୍ଷୁଦ୍ର ଆନନ୍ଦ, ବିଷାଦ ଓ ବସ୍ତୁ ବିଷୟକ ଜ୍ଞାନ ସମସ୍ତ ସେଠାରେ ଶେଷ ହୋଇଯାଏ ଏବଂ ପ୍ରକୃତ ସତ୍ୟ ଆରମ୍ଭ ହୁଏ। ଯେତେଦିନ ପର୍ଯ୍ୟନ୍ତ ଆମେ ଜୀବନ ପାଇଁ ଏହି ତୃଷ୍ଣା ବିସର୍ଜନ କରିନପାରୁ, ଯେତେଦିନ ପର୍ଯ୍ୟନ୍ତ ଏହି କ୍ଷଣସ୍ଥାୟୀ ସତ୍ତା ପ୍ରତି ପ୍ରବଳ ଆସକ୍ତି ତ୍ୟାଗ କରିନପାରୁ, ସେତେଦିନ ଜଗତର ଅତୀତ ସେହି ଅନନ୍ତ ମୁକ୍ତିର ଟିକିଏ ହେଲେ ଆଭାସ ପାଇବାର ଆଶା ଆମର ନାହିଁ। ଅତଏବ ଏହା ଯୁକ୍ତିସଙ୍ଗତ ଯେ ମନୁଷ୍ୟ ଜାତିର ଉଚ୍ଚ ଆକାଂକ୍ଷାର ଚରମ ଲକ୍ଷ୍ୟ ମୁକ୍ତି ଲାଭ କରିବାର ଗୋଟିଏ ମାତ୍ର ଉପାୟ ଅଛି। ସେହି ଉପାୟ ହେଲା ଏହି କ୍ଷୁଦ୍ର ଜୀବନ, ଏହି କ୍ଷୁଦ୍ର ଜଗତ, ଏହି ପୃଥିବୀ, ଏହି ସ୍ୱର୍ଗ, ଏହି ଶରୀର ଏବଂ ଯାହା କିଛି ସୀମାବଦ୍ଧ ସବୁ ତ୍ୟାଗ କରିବା। ଯଦି ଆମେ ଇନ୍ଦ୍ରିୟ ଓ ମନ ଦ୍ୱାରା ସୀମାବଦ୍ଧ ଏହି କ୍ଷୁଦ୍ର ଜଗତ ତ୍ୟାଗ କରିପାରୁ, ତେବେ ଆମେ ତତ୍କ୍ଷଣାତ୍ ମୁକ୍ତ ହେବା। ବନ୍ଧନରୁ ମୁକ୍ତ ହେବାର ଏକମାତ୍ର ଉପାୟ ସମୁଦାୟ ନିୟମର ବାହାରକୁ ଯିବା, କାର୍ଯ୍ୟକାରଣ ଶୃଙ୍ଖଳାର ବାହାରକୁ ଯିବା ଏବଂ ମନେ ରଖିବାକୁ ହେବ ଯେଉଁଠାରେ ଏହି ଜଗତ ବିଦ୍ୟମାନ, ସେଠାରେ ନିଶ୍ଚିତ ଭାବେ ଏହି କାର୍ଯ୍ୟକାରଣ ଶୃଙ୍ଖଳା ରହିଥିବ ହିଁ ରହିଥିବ। କିନ୍ତୁ ଏ ଜଗତ ପ୍ରତି ଆସକ୍ତି ତ୍ୟାଗ କରିବା ବଡ଼ କଷ୍ଟକର ବ୍ୟାପାର। ଅତି ଅଳ୍ପ ସଂଖ୍ୟକ ଲୋକ ଏହି ଆସକ୍ତି ତ୍ୟାଗ କରିପାରନ୍ତି। ଆମ ଶାସ୍ତ୍ରରେ ଆସକ୍ତି ତ୍ୟାଗ ପାଇଁ ଦୁଇଟି ଉପାୟ କଥିତ ହୋଇଅଛି। ଗୋଟିକୁ କୁହାଯାଏ ନିବୃତ୍ତି ମାର୍ଗ। ଏଥିରେ ନେତି ନେତି ଅର୍ଥାତ୍ ଏହା ନୁହେଁ କରି ସବୁ ତ୍ୟାଗ କରିବାକୁ ହୁଏ। ଅନ୍ୟଟିକୁ କହନ୍ତି ପ୍ରବୃତ୍ତି ମାର୍ଗ। ଏଥିରେ ଇତି କରି ସକଳ ବସ୍ତୁକୁ ଗ୍ରହଣ କରି ତାପରେ ତ୍ୟାଗ କରାଯାଏ। ନିବୃତ୍ତି ମାର୍ଗ ଅତି କଠିନ। ଏହା କେବଳ ଉନ୍ମତ୍ତମନା, ଅସାଧାରଣ, ପ୍ରବଳ ଇଚ୍ଛାଶକ୍ତି ସମ୍ପନ୍ନ ମହାପୁରୁଷମାନଙ୍କ ପକ୍ଷରେ ସମ୍ଭବ। ସେମାନେ କେବଳ କହନ୍ତି, ନାହିଁ, ମୁଁ ଏହା ଚାହେଁନା। ଶରୀର ମନ ସେମାନଙ୍କର ଆଜ୍ଞା ପାଳନ କରନ୍ତି ଏବଂ ସେମାନେ ସାଫଲ୍ୟମଣ୍ଡିତ ହୁଅନ୍ତି। କିନ୍ତୁ ଏପରି ମନୁଷ୍ୟ ଅତି ବିରଳ। ଅଧିକାଂଶ ଲୋକ ସେଥିପାଇଁ ପ୍ରବୃତ୍ତି ମାର୍ଗ ସଂସାରର ପଥ ବାଛି ନିଅନ୍ତି ଏବଂ ବନ୍ଧନ ଗୁଡ଼ିକୁ ହିଁ ଏହି ବନ୍ଧନ ଭାଙ୍ଗିବାର ଉପାୟ ରୂପେ ବ୍ୟବହାର କରନ୍ତି। ଏହା ମଧ୍ୟ ଏକ ପ୍ରକାର ତ୍ୟାଗ। ତେବେ ଧୀରେ ଧୀରେ କ୍ରମଶଃ ତ୍ୟାଗ କରାହୁଏ। ସମସ୍ତ ପଦାର୍ଥକୁ ଜାଣି ଭୋଗ କରି ଏହିପରି ଅଭିଜ୍ଞତା ଲାଭ କରି ସଂସାରର ସକଳ ବସ୍ତୁର ପ୍ରକୃତି ଅବଗତ ହୋଇ ମନ ଅବଶେଷରେ ଏଗୁଡ଼ିକୁ ଛାଡ଼ିଦିଏ ଏବଂ ଅନାସକ୍ତ ହୁଏ। ଅନାସକ୍ତି ଲାଭ ପାଇଁ ପ୍ରଥମୋକ୍ତ ମାର୍ଗର ସାଧନ ବିଚାର ଆଉ ଶେଷୋକ୍ତ ପଥର ସାଧନ କର୍ମ ଓ ଅଭିଜ୍ଞତା। ପ୍ରଥମଟି ଜ୍ଞାନଯୋଗର ପଥ। କୌଣସି ପ୍ରକାର କର୍ମ କରିବାକୁ ଅସ୍ୱୀକାର କରିବା ହିଁ ଏହି ପଥର ବୈଶିଷ୍ଟ୍ୟ। ଦ୍ୱିତୀୟ ହେଉଛି କର୍ମଯୋଗର ମାର୍ଗ। ଏହି ପଥରେ କର୍ମ କରିବାକୁ ହୁଏ। ଏହି ଜଗତରେ ପ୍ରତ୍ୟେକ ବ୍ୟକ୍ତିକୁ ହିଁ କର୍ମ କରିବାକୁ ହେବ। କେବଳ ଯେଉଁମାନେ ସମ୍ପୂର୍ଣ୍ଣ ରୂପେ ଆତ୍ମତୃପ୍ତ, ଯେଉଁମାନେ ଆତ୍ମା ବ୍ୟତୀତ ଅନ୍ୟ କିଛି ଚାହାନ୍ତି ନାହିଁ, ଯେଉଁମାନଙ୍କ ମନ କେବେହେଲେ ଆତ୍ମାରୁ ଅନ୍ୟତ୍ର ଗମନ କରେ ନାହିଁ, ଆତ୍ମା ହିଁ ଯେଉଁମାନଙ୍କର ସର୍ବସ୍ୱ, କେବଳ ସେହିମାନେ ହିଁ କର୍ମ କରିବେ ନାହିଁ। ଅନ୍ୟ ସମସ୍ତଙ୍କୁ କର୍ମ କରିବାକୁ ହେବ ହିଁ ହେବ। ଗୋଟିଏ ଜଳସ୍ରୋତ ସ୍ୱଚ୍ଛନ୍ଦ ଗତିରେ ଅବତରଣ କରୁଛି। ଗୋଟିଏ ଗର୍ତ୍ତରେ ପ୍ରବେଶ କରି
ଘୂର୍ଣ୍ଣିରେ ପରିଣତ ହେଲା। ସେଠାରେ କିଛି କାଳ ଘୂରିବା ପରେ ତାହା ପୁଣି ସେହି ଉନ୍ମୁକ୍ତ ସ୍ରୋତାକାରରେ ବାହାରି ଦୁର୍ବାର ବେଗରେ ପ୍ରବାହିତ ହୁଏ। ପ୍ରତ୍ୟେକ ମନୁଷ୍ୟର ଜୀବନ ଏହି ସ୍ରୋତ ସଦୃଶ। ତାହା ମଧ୍ୟ ଘୂର୍ଣ୍ଣି ମଧ୍ୟରେ ପଡ଼େ, ନାମ ରୂପାତ୍ମକ ଜଗତ ଭିତରେ ପଡ଼ି ଉବୁଟୁବୁ ହୁଏ। କିଛି ସମୟ ପାଇଁ ମୋ ପିତା, ମୋ ମାତା, ମୋର ନାମ, ମୋର ଯଶ ପ୍ରଭୃତି କହି ଚିତ୍କାର କରେ। ଅବଶେଷରେ ବାହାରି ନିଜର ମୁକ୍ତ ଭାବ ଫେରିଯାଏ। ସମଗ୍ର ଜଗତ ଏହା ହିଁ କରୁଅଛି। ଆମେ ଜାଣୁ ବା ନ ଜାଣୁ, ଜ୍ଞାତରେ ବା ଅଜ୍ଞାତରେ ସମସ୍ତେ ଏହି ଜଗତ ରୂପକ ସ୍ୱପ୍ନରୁ ବାହାରିବା ପାଇଁ କାର୍ଯ୍ୟ କରୁଛୁ। ସଂସାର ଆବର୍ତ୍ତରୁ ମୁକ୍ତ ହେବା ପାଇଁ ମନୁଷ୍ୟର ଏହି ସାଂସାରିକ ଅଭିଜ୍ଞତା। କର୍ମଯୋଗ କ'ଣ? କର୍ମ ରହସ୍ୟ ଅବଗତ ହେବା ହିଁ କର୍ମଯୋଗ। ଆମେମାନେ ଦେଖୁଛୁ ସମଗ୍ର ଜଗତ କର୍ମ କରୁଅଛି। କାହିଁକି? ମୁକ୍ତି ପାଇଁ, ସ୍ୱାଧୀନତା ଲାଭ ପାଇଁ। ପରମାଣୁ ଠାରୁ ଆରମ୍ଭ କରି ମହଚ୍ଛ ପ୍ରାଣୀ ପର୍ଯ୍ୟନ୍ତ ସମସ୍ତେ ଜ୍ଞାତସାରରେ ବା ଅଜ୍ଞାତସାରରେ ସେହି ଏକ ଉଦ୍ଦେଶ୍ୟରେ କର୍ମ କରି ଚାଲିଛନ୍ତି। ସେହି ଉଦ୍ଦେଶ୍ୟ ବା ଲକ୍ଷ୍ୟ ମନର ସ୍ୱାଧୀନତା, ଦେହର ସ୍ୱାଧୀନତା, ଆତ୍ମାର ସ୍ୱାଧୀନତା। ସକଳ ବସ୍ତୁ ସର୍ବଦା ମୁକ୍ତିଲାଭ କରିବା ପାଇଁ, ବନ୍ଧନମୁକ୍ତ ହୋଇ ପଳାଇବା ପାଇଁ ଚେଷ୍ଟା କରୁଛନ୍ତି। ସୂର୍ଯ୍ୟ, ଚନ୍ଦ୍ର, ପୃଥିବୀ, ଗ୍ରହ ସମସ୍ତେ ବନ୍ଧରୁ ପଳାୟନ କରିବା ପାଇଁ ଚେଷ୍ଟା କରୁଛନ୍ତି। ସମଗ୍ର ଜଗତକୁ ଏହି କେନ୍ଦ୍ର ଅନୁସାରୀ ଓ କେନ୍ଦ୍ର ଅପସାରୀ ଶକ୍ତିଦ୍ୱୟର କ୍ରୀଡ଼ାଭୂମି କୁହାଯାଇପାରେ। କର୍ମଯୋଗ ଆମକୁ କର୍ମ ରହସ୍ୟ, କର୍ମର ପ୍ରଣାଳୀ ଶିକ୍ଷା ଦିଏ। ଏହି ଜଗତର ଚତୁର୍ଦିଗରେ ଧକ୍କା ଖାଇ ଅନେକ ବିଳମ୍ବ, ଅନେକ ବିଚାର ବିବେଚନା ପରେ ଆମେମାନେ କର୍ମଯୋଗରୁ କର୍ମର ରହସ୍ୟ, କର୍ମର ପ୍ରଣାଳୀ ଏବଂ କର୍ମର ସଂଗଠନୀ ଶକ୍ତି ଶିକ୍ଷା କରୁ। ବ୍ୟବହାର କରିବା ନ ଜାଣିଲେ ଆମର ବିପୁଳ ଶକ୍ତି ବୃଥା ନଷ୍ଟ ହୋଇପାରେ। କର୍ମଯୋଗ କାମ କରିବାକୁ ଗୋଟିଏ ସ୍ୱତନ୍ତ୍ର ବିଜ୍ଞାନରେ ପରିଣତ କରିଅଛି। ଏହି ବିଦ୍ୟା ଦ୍ୱାରା ଜାଣିପାରିବ ଏ ଜଗତରେ ସକଳ କର୍ମର ସଦ୍ବ୍ୟବହାର କିପରି କରିବାକୁ ହୁଏ। କର୍ମ କରିବାକୁ ହିଁ ହେବ, ଏହା ଅପରିହାର୍ଯ୍ୟ। କିନ୍ତୁ ଉଚ୍ଚତମ ଉଦ୍ଦେଶ୍ୟରେ କର୍ମ କର। କର୍ମଯୋଗ ସାଧନା ଦ୍ୱାରା ଆମେ ସ୍ୱୀକାର କରିବାକୁ ବାଧ୍ୟ ଯେ ଏହି ଜଗତ 5 ମିନିଟ୍ ପାଇଁ ଏବଂ ଏହାରି ମଧ୍ୟ ଦେଇ ଆମକୁ ଗତି କରିବାକୁ ପଡ଼ିବ। ଆହୁରି ସ୍ୱୀକାର କରିବାକୁ ପଡ଼େ ଯେ ଏଠାରେ ମୁକ୍ତି ନାହିଁ। ମୁକ୍ତି ପାଇବା ପାଇଁ ଆମକୁ ଜଗତର ବାହାରକୁ ଯିବାକୁ ହେବ। ଜଗତ ବନ୍ଧନର ବାହାରକୁ ଯିବାର ପଥ ପାଇବା ପାଇଁ ଆମମାନଙ୍କୁ ଧୀରେ ଧୀରେ କିନ୍ତୁ ଦୃଢ଼ ପଦକ୍ଷେପରେ ଯିବାକୁ ହେବ। ଏପରି ସବୁ ଅସାଧାରଣ ମହାପୁରୁଷ ଥାଇପାରନ୍ତି, ଯେଉଁମାନଙ୍କ କଥା ମୁଁ ଏହି ମାତ୍ର କହିଲି। ସେମାନେ ପୂରାପୂରି ଜଗତର ବାହାରକୁ ଆସି ଦଣ୍ଡାୟମାନ ହୋଇ ତାହାକୁ ତ୍ୟାଗ କରିପାରନ୍ତି। ଯେପରି ସାପ ତାହାର କାତି ପରିତ୍ୟାଗ କରି ବାହାରୁ ଏହାକୁ ଦେଖେ। ଏହିପରି ଅସାଧାରଣ ମନୁଷ୍ୟ କେତେଜଣ ଅଛନ୍ତି ସନ୍ଦେହ ନାହିଁ। କିନ୍ତୁ ଅବଶିଷ୍ଟ ମାନବଗଣଙ୍କୁ ଧୀରେ ଧୀରେ କର୍ମମୟ ଜଗତ ମଧ୍ୟ ଦେଇ ଯିବାକୁ ପଡ଼ିବ। କର୍ମଯୋଗ ଅଳ୍ପ ଶକ୍ତି ନିୟୋଜିତ କରି ଅଧିକ ଫଳଲାଭ କରିବାର ପ୍ରଣାଳୀ, ରହସ୍ୟ ଓ ଉପାୟ ଦେଖାଇଦିଏ। କର୍ମଯୋଗ କ'ଣ କହେ? କର୍ମଯୋଗ କହେ, ନିରନ୍ତର କର୍ମ କର, କିନ୍ତୁ କର୍ମରେ ଆସକ୍ତି ତ୍ୟାଗ କର। କୌଣସି ବିଷୟ ସହିତ ନିଜକୁ ଜଡ଼ିତ କର ନାହିଁ। ମନକୁ ମୁକ୍ତ ରଖ। ଯାହା କିଛି ଦେଖୁଅଛ, ଦୁଃଖ କଷ୍ଟ ସମସ୍ତ ହିଁ ଜଗତର ଅପରିହାର୍ଯ୍ୟ ପରିବେଶ ମାତ୍ର। ଦାରିଦ୍ର୍ୟ, ଧନ ଓ ସୁଖ କ୍ଷଣସ୍ଥାୟୀ। ସେଗୁଡ଼ିକ ଆଦୌ ଆମର ସ୍ୱଭାବଗତ ନୁହେଁ। ଆମର ସ୍ୱରୂପ ଦୁଃଖ ଓ ସୁଖର ଅତୀତ, ପ୍ରତ୍ୟକ୍ଷ ବା କଳ୍ପନାର ଅତୀତ। ତଥାପି ଆମମାନଙ୍କୁ ସର୍ବଦା କର୍ମ କରିଯିବାକୁ ହେବ। ଆସକ୍ତିରୁ ହିଁ ଦୁଃଖ ଆସେ, କର୍ମରୁ ନୁହେଁ। ଯେତେବେଳେ ଆମେ ନିଜକୁ କର୍ମରୁ ଅଭିନ୍ନ କରିପକାଉ, ସେତିକିବେଳେ ଆମେ ଦୁଃଖ ଅନୁଭବ କରୁ। କିନ୍ତୁ କର୍ମ ସହିତ ନ ମିଶିଲେ ସେହି ଦୁଃଖ ଅନୁଭବ କରୁନାହିଁ। କାହାରି ସୁନ୍ଦର ଛବି ଖଣ୍ଡେ ପଡ଼ିଗଲେ ସାଧାରଣତଃ ଅନ୍ୟ ଜଣଙ୍କର ଦୁଃଖ ହୁଏ ନାହିଁ। କିନ୍ତୁ ଯଦି ତା'ର ନିଜର ଛବି ଖଣ୍ଡିକ ପଡ଼ିଯାଏ, ତାହେଲେ ସେ କେତେ ଦୁଃଖ ବୋଧ କରେ। କାହିଁକି? ଦୁଇଟି ଯାକ ସୁନ୍ଦର ଛବି, ହୁଏତ ଏକ ମୂଳ ଚିତ୍ରର ନକଲ, କିନ୍ତୁ ଗୋଟିଏ କ୍ଷେତ୍ର ଅପେକ୍ଷା ଅନ୍ୟ କ୍ଷେତ୍ରରେ ଦାରୁଣ ଦୁଃଖ ଅନୁଭୂତ ହୁଏ। ଏହାର କାରଣ, ଗୋଟିଏ କ୍ଷେତ୍ରରେ ମନୁଷ୍ୟ ଛବି ସହିତ
ନିଜକୁ ଅଭିନ୍ନ କରିଅଛି, ଅନ୍ୟ କ୍ଷେତ୍ରରେ ତାହା କରିନାହିଁ। ଏହି ମୁଁ ଓ ମୋର ଭାବ ହିଁ ସକଳ ଦୁଃଖର କାରଣ। ଅଧିକାର ଭାବରୁ ହିଁ ସ୍ୱାର୍ଥ ଆସେ ଏବଂ ଏହି ସ୍ୱାର୍ଥପରତାରୁ ହିଁ ଦୁଃଖର ଆରମ୍ଭ। ପ୍ରତିଟି ସ୍ୱାର୍ଥପର କାର୍ଯ୍ୟ ବା ଚିନ୍ତା ଆମକୁ କୌଣସି ନା କୌଣସି ବିଷୟରେ ଆସକ୍ତ କରେ ଏବଂ ଆମେ ସଙ୍ଗେ ସଙ୍ଗେ ସେହି ବସ୍ତୁର ଦାସ ହୋଇପଡ଼ୁ। ଚିତ୍ତର ଯେକୌଣସି ତରଙ୍ଗରୁ ମୁଁ ଓ ମୋର ଭାବ ଉତ୍ଥିତ ହୁଏ, ତାହା ତତ୍କ୍ଷଣାତ୍ ଆମମାନଙ୍କୁ ଶୃଙ୍ଖଳାବଦ୍ଧ କରି କ୍ରୀତଦାସରେ ପରିଣତ କରେ। ଆମେମାନେ ଯେତେ ମୁଁ ଓ ମୋର କହୁ, ସେତେ ଦାସତ୍ୱ ବଢ଼ୁଥାଏ, ସେତେ ଦୁଃଖ ବଢ଼ୁଥାଏ। ଅତଏବ କର୍ମଯୋଗ କହେ, ଜଗତରେ ଯେତେ ଚିତ୍ର ଅଛି ସବୁଗୁଡ଼ିକର ସୌନ୍ଦର୍ଯ୍ୟ ଉପଭୋଗ କର, କିନ୍ତୁ କୌଣସି ଗୋଟିଏ ସହିତ ନିଜକୁ ମିଶାଇ ଦିଅ ନାହିଁ। ମୋର ଏ କଥା କେବେ ହେଲେ କହ ନାହିଁ। ଆମେ ଯେତେବେଳେ କହୁଁ ଏଇଟା ମୋର, ସେତେବେଳେ ସଙ୍ଗେ ସଙ୍ଗେ ଦୁଃଖ ଆସେ। ମୋର ସନ୍ତାନ, ଏ କଥା ମନେ ମନେ ମଧ୍ୟ କହ ନାହିଁ। ପୁଅକୁ ଆଦର କର, ତାକୁ ନିଜ ଆୟତ୍ତରେ ରଖ, କିନ୍ତୁ ମୋର ବୋଲି କହ ନାହିଁ। ମୋର କହିଲେ ହିଁ ଦୁଃଖ ଆସିବ। ମୋର ଘର, ମୋ ଦେହ, ଏପରି ମଧ୍ୟ କହ ନାହିଁ। ଏଇଠାରେ ହିଁ ଅସୁବିଧା। ଏହି ଶରୀର ତୁମର ମଧ୍ୟ ନୁହେଁ, ମୋର ମଧ୍ୟ ନୁହେଁ, କାହାରି ହେଲେ ନୁହେଁ। ଏଗୁଡ଼ିକ ପ୍ରକୃତିର ନିୟମ ଅନୁସାରେ ଆସୁଛି, ଯାଉଛି, କିନ୍ତୁ ଆମେ ମୁକ୍ତ ସାକ୍ଷୀ ସ୍ୱରୂପ। ଖଣ୍ଡିଏ ଛବି ବା କାନ୍ଥର ଯେତିକି ସ୍ୱାଧୀନତା ଅଛି, ଦେହର ସେତିକି ମଧ୍ୟ ନାହିଁ। ଗୋଟିଏ ଦେହ ପ୍ରତି ଆମେ ଏତେ ଆସକ୍ତି ହେବୁ କାହିଁକି? ଯଦି କେହି ଖଣ୍ଡିଏ ଚିତ୍ର ଆଙ୍କେ, ସେ ସେଇଟି ଶେଷ କରି ଅନ୍ୟଟିରେ ହାତ ଦିଏ। ମୁଁ ଏହା ଅଧିକାର କରିବି ବୋଲି ସ୍ୱାର୍ଥ ଜାଲ ବିସ୍ତାର କର ନାହିଁ। ଯେତେବେଳେ ଏହି ସ୍ୱାର୍ଥ ଜାଲ ବିସ୍ତୃତ ହୁଏ, ସେତେବେଳେ ହିଁ ଦୁଃଖର ଆରମ୍ଭ ହୁଏ। ଅତଏବ କର୍ମଯୋଗ କହେ ଯେ, ପ୍ରଥମେ ଏହି ସ୍ୱାର୍ଥପରତାର ଜାଲ ବିସ୍ତାର କରିବାର ପ୍ରବୃତ୍ତି ବିନଷ୍ଟ କର। ଯେତେବେଳେ ତାହା ଦମନ କରିବାର ଶକ୍ତି ଲାଭ କରିବ, ସେତିକିବେଳେ ମନକୁ ଆଉ ସ୍ୱାର୍ଥପରତା ତରଙ୍ଗରେ ପରିଣତ ହେବାକୁ ଦେବ ନାହିଁ। ତାପରେ ସଂସାରକୁ ଯାଇ ଯେତେ ପାର କର୍ମ କର, ସର୍ବତ୍ର ଯାଇ ମିଳାମିଶା କର। ଯେଉଁଠାକୁ ଇଚ୍ଛା ଯାଅ, ମନ୍ଦର ସ୍ପର୍ଶ ତୁମକୁ କେବେ ହେଲେ ଦୂଷିତ କରିପାରିବ ନାହିଁ। ପଦ୍ମପତ୍ରରେ ଜଳ ଯେପରି କେବେ ହେଲେ ଲିପ୍ତ ହୁଏ ନାହିଁ, ତୁମେ ମଧ୍ୟ ସେହିପରି ସଂସାରରେ ନିର୍ଲିପ୍ତ ଭାବରେ ରହିବ। ଏହା ହିଁ ବୈରାଗ୍ୟ ବା ଅନାସକ୍ତି। ମନେ ହୁଏ ତୁମମାନଙ୍କୁ କହିଅଛି ଯେ, ଅନାସକ୍ତି ବ୍ୟତୀତ କୌଣସି ପ୍ରକାର ଯୋଗ ହୋଇପାରେ ନାହିଁ। ଅନାସକ୍ତି ହିଁ ସକଳ ଯୋଗର ଭିତ୍ତି। ଯେଉଁ ବ୍ୟକ୍ତି ଉତ୍ତମ ଗୃହରେ ବାସ ନ କରି, ଉତ୍ତମ ବସ୍ତ୍ର ପରିଧାନ ନ କରି ଏବଂ ସୁଖାଦ୍ୟ ଭୋଜନ ପରିତ୍ୟାଗ କରି ମରୁଭୂମିରେ ବାସ କରେ, ସେ ଅତିଶୟ ଆସକ୍ତ ହୋଇପାରେ। ତା'ର ଏକମାତ୍ର ସମ୍ବଳ ନିଜର ଦେହ ତା ନିକଟରେ ସର୍ବସ୍ୱ ହୋଇପାରେ। କ୍ରମଶଃ ତାହାକୁ ତା ଦେହ ପାଇଁ ପ୍ରାଣପଣ ସଂଗ୍ରାମ କରିବାକୁ ହେବ। ଅନାସକ୍ତି କେବଳ ବାହାରେ ଆମ ଦେହ ସମ୍ପର୍କୀୟ ନୁହେଁ, ଏହା ମନରେ। ମୁଁ ଓ ମୋର ଏହି ବନ୍ଧନର ଶୃଙ୍ଖଳ ମନରେ ହିଁ ରହିଅଛି। ଯଦି ଶରୀର ସହିତ ଏବଂ ଇନ୍ଦ୍ରିୟ ଭୋଗ୍ୟ ବିଷୟ ସମୂହ ସହିତ ଯୋଗ ନଥାଏ, ତେବେ ଆମେ ଯେଉଁଠାରେ ରହୁନା କାହିଁକି, ଯାହା ହେଉନା କାହିଁକି, ଆମେ ଅନାସକ୍ତ। ଜଣେ ସିଂହାସନରେ ଉପବିଷ୍ଟ ହୋଇ ସମ୍ପୂର୍ଣ୍ଣ ଅନାସକ୍ତ ହୋଇପାରେ। ଅନ୍ୟ ଜଣେ ହୁଏତ ଛିନ୍ନ ବସ୍ତ୍ର ପରିଧାନ କରି ମଧ୍ୟ ଘୋର ଆସକ୍ତ। ପ୍ରଥମେ ଆମମାନଙ୍କୁ ଏହି ଅନାସକ୍ତ ଅବସ୍ଥା ଲାଭ କରିବାକୁ ହେବ, ତାପରେ ନିରନ୍ତର କାର୍ଯ୍ୟ କରିବାକୁ ହେବ। ଯେଉଁ କର୍ମ ପ୍ରଣାଳୀ ଆମମାନଙ୍କୁ ସର୍ବପ୍ରକାର ଆସକ୍ତି ତ୍ୟାଗ କରିବା ପାଇଁ ସାହାଯ୍ୟ କରେ, କର୍ମଯୋଗ ତାହା ହିଁ ଆମମାନଙ୍କୁ ଦେଖାଇ ଦିଏ। ଅବଶ୍ୟ ଏହା କରିବା ଅତି କଠିନ। ସକଳ ଆସକ୍ତି ତ୍ୟାଗ କରିବାର ଦୁଇଟି ଉପାୟ ଅଛି। ଗୋଟିଏ ହେଲା, ଯେଉଁମାନେ ଈଶ୍ୱର କିମ୍ବା ଅନ୍ୟ କୌଣସି ବାହାର ସହାୟତା ଉପରେ ବିଶ୍ୱାସ କରନ୍ତି ନାହିଁ, ସେମାନଙ୍କ ପାଇଁ ସେମାନେ ନିଜର କୌଶଳ ବା ଉପାୟ ଅବଲମ୍ବନ କରନ୍ତି। ସେମାନଙ୍କୁ ନିଜର ଇଚ୍ଛାଶକ୍ତି, ମନଶକ୍ତି ଓ ବିଚାର ଅବଲମ୍ବନ କରି କର୍ମ କରିବାକୁ ହେବ। ସେମାନଙ୍କୁ ଜୋର ଦେଇ କହିବାକୁ ହେବ, ମୁଁ ନିଶ୍ଚୟ ଅନାସକ୍ତ ହେବି। ଅନ୍ୟଟି ହେଲା, ଯେଉଁମାନେ ଈଶ୍ୱରଙ୍କଠାରେ ବିଶ୍ୱାସ କରନ୍ତି, ସେମାନଙ୍କ ପକ୍ଷରେ ଏହା ଅପେକ୍ଷାକୃତ ସହଜ। ସେମାନେ ସମସ୍ତ କର୍ମଫଳ ଭଗବାନଙ୍କଠାରେ ଅର୍ପଣ କରି କାର୍ଯ୍ୟ କରିଯାଆନ୍ତି, ସୁତରାଂ କର୍ମଫଳରେ ଆସକ୍ତ ହୁଅନ୍ତି ନାହିଁ। ସେମାନେ ଯାହା କିଛି ଦେଖନ୍ତି, ଅନୁଭବ କରନ୍ତି, ଶୁଣନ୍ତି ବା କରନ୍ତି, ସମସ୍ତ ହିଁ ଭଗବାନଙ୍କ ପାଇଁ।
ଆମେ ଯେକୌଣସି ଭଲ କାମ କରୁନା କାହିଁକି ତା ପାଇଁ କୌଣସି ପ୍ରଶଂସା ବା ସୁବିଧା ଯେପରି ଦାବି ନ କରୁ, ତାହା ପ୍ରଭୁଙ୍କର। ସୁତରାଂ କର୍ମଫଳ ତାଙ୍କୁ ହିଁ ଅର୍ପଣ କର। ଆମମାନଙ୍କୁ ଗୋଟିଏ ପାଖରେ ଛିଡ଼ା ହୋଇ ଭାବିବାକୁ ହେବ, ଆମେ ପ୍ରଭୁଙ୍କର ଆଜ୍ଞାବହ ଭୃତ୍ୟ ମାତ୍ର ଏବଂ ଆମର ପ୍ରତ୍ୟେକ କର୍ମ ପ୍ରବୃତ୍ତି ପ୍ରତି ମୁହୂର୍ତ୍ତରେ ତାଙ୍କ ନିକଟରୁ ହିଁ ଆସୁଛି। ୟତ୍ କରସି ୟତ୍ ସ୍ନାସି ୟତ୍ ଜୁହସି ଦଦାସି ୟତ୍ ତପସ୍ୟସି କୌନ୍ତେୟ ତତ୍ କୁରୁସ୍ୱ ମଦର୍ପଣମ୍। ଗୀତାର 9ମ ଅଧ୍ୟାୟ 27 ନମ୍ବର ଶ୍ଲୋକ। ଯାହା କିଛି କାର୍ଯ୍ୟ କର, ଯାହା କିଛି ଭୋଗ କର, ଯାହା କିଛି ପୂଜା ହୋମ କର, ଯାହା କିଛି ଦାନ କର, ଯାହା କିଛି ତପସ୍ୟା କର, ସବୁ ମୋତେ ଅର୍ଥାତ୍ ଭଗବାନଙ୍କଠାରେ ଅର୍ପଣ କରି ଶାନ୍ତ ଭାବେ ଅବସ୍ଥାନ କର। ଆମେମାନେ ନିଜେ ଯେପରି ସମ୍ପୂର୍ଣ୍ଣ ଶାନ୍ତ ଭାବରେ ଥାଉ ଏବଂ ଆମମାନଙ୍କ ଶରୀର, ମନ ଓ ସବୁକିଛି ଭଗବାନଙ୍କ ଉଦ୍ଦେଶ୍ୟରେ ଚିରଦିନ ପାଇଁ ବଳି ପ୍ରଦତ୍ତ ହୁଏ। ଅଗ୍ନିରେ ଘୃତାହୁତି ଦେଇ ଯଜ୍ଞ କରିବା ପରିବର୍ତ୍ତେ ଅହରାତ୍ର ଏହି କ୍ଷୁଦ୍ର ଅହଂକୁ ଆହୁତି ଦାନ ରୂପକ ମହାଯଜ୍ଞ କର। ଜଗତରେ ଧନ ଅନ୍ୱେଷଣ କରିବାକୁ ଯାଇ ଏକମାତ୍ର ତୁମକୁ ହିଁ ଧନ ରୂପେ ପାଇଅଛି। ତୁମରି ଚରଣରେ ନିଜକୁ ଅର୍ପଣ କଲି। ଜଗତରେ ଜଣେ ପ୍ରେମାସ୍ପଦକୁ ଖୋଜି ଖୋଜି ଏକମାତ୍ର ପ୍ରେମାସ୍ପଦ ତୁମକୁ ହିଁ ପାଇଅଛି। ତୁମଠାରେ ଆତ୍ମସମର୍ପଣ କଲି। ଦିବାରାତ୍ର ଆବୃତ୍ତି କରିବାକୁ ହେବ। ମୋ ପାଇଁ କିଛି ନୁହେଁ। କେଉଁ ବସ୍ତୁ ଶୁଭ, ଅଶୁଭ ବା ନିରପେକ୍ଷ ଯାହା ହେଉନା କାହିଁକି ମୋ ପକ୍ଷରେ ସମସ୍ତ ସମାନ। ମୁଁ କିଛି ଗ୍ରାହ୍ୟ କରେ ନାହିଁ। ମୁଁ ସବୁକିଛି ତୁମର ଚରଣରେ ଅର୍ପଣ କଲି। ଦିବାରାତ୍ର ଏହି ଆପାତ ପ୍ରତୀୟମାନ ଅହଂଭାବ ତ୍ୟାଗ କରିବାକୁ ହେବ। ଯେପର୍ଯ୍ୟନ୍ତ ଏହି ତ୍ୟାଗ ଭାବ ଗୋଟିଏ ଅଭ୍ୟାସରେ ପରିଣତ ନ ହୋଇଛି, ଯେପର୍ଯ୍ୟନ୍ତ ତାହା ପ୍ରତି ଶିରାରେ, ମଜ୍ଜାରେ ଓ ମସ୍ତିଷ୍କରେ ପ୍ରବେଶ ନ କରିଛି ଏବଂ ସମଗ୍ର ଶରୀରଟି ପ୍ରତି ମୁହୂର୍ତ୍ତରେ ଏହି ଆତ୍ମତ୍ୟାଗ ରୂପକ ଭାବରେ ଅନୁଗତ ନ ହୋଇଛି। ମନର ଏପରି ଅବସ୍ଥାରେ କମାଣରେ ଗର୍ଜନ ଓ କୋଳାହଳପୂର୍ଣ୍ଣ ରଣକ୍ଷେତ୍ର ମଧ୍ୟରେ ଗମନ କଲେ ମଧ୍ୟ ଅନୁଭବ କରିବ ତୁମେ ମୁକ୍ତ ଓ ଶାନ୍ତ। କର୍ମଯୋଗ ଆମମାନଙ୍କୁ ଶିକ୍ଷା ଦିଏ, କର୍ତ୍ତବ୍ୟର ସାଧାରଣ ଭାବ କେବଳ ନିମ୍ନ ଭୂମିରେ ହିଁ କରଣୀୟ। ତଥାପି ଆମ ପ୍ରତ୍ୟେକଙ୍କୁ ହିଁ କର୍ମ କରିବାକୁ ହେବ। କିନ୍ତୁ ଆମେ ଦେଖୁଛୁ ଏହି ଅଦ୍ଭୁତ କର୍ତ୍ତବ୍ୟବୋଧ ଅନେକ ସମୟରେ ଆମମାନଙ୍କ ଦୁଃଖର ଗୋଟିଏ ବଡ଼ କାରଣ। କର୍ତ୍ତବ୍ୟ ଆମ ପକ୍ଷରେ ରୋଗ ବିଶେଷ ହୋଇଥାଏ ଏବଂ ଆମମାନଙ୍କୁ ସର୍ବଦା ତା ପଟକୁ ଟାଣିନିଏ। କର୍ତ୍ତବ୍ୟ ଆମମାନଙ୍କୁ ଧରି ରଖେ ଏବଂ ଆମର ସମଗ୍ର ଜୀବନଟାକୁ ଦୁଃଖପୂର୍ଣ୍ଣ କରେ। ଏହା ମନୁଷ୍ୟ ଜୀବନର ବିଭୀଷିକା ସ୍ୱରୂପ। ଏହି କର୍ତ୍ତବ୍ୟ ବୁଦ୍ଧି ଗ୍ରୀଷ୍ମକାଳର ମଧ୍ୟାହ୍ନ ସୂର୍ଯ୍ୟ। ଏହା ମନୁଷ୍ୟର ଅନ୍ତରାତ୍ମାକୁ ଦଗ୍ଧ କରିଦିଏ। ଏହିସବୁ କର୍ତ୍ତବ୍ୟର ହତଭାଗ୍ୟ କ୍ରୀତଦାସମାନଙ୍କ ଆଡ଼କୁ ଅନାଇ ଦେଖ। କର୍ତ୍ତବ୍ୟ ବିଚରାମାନଙ୍କୁ ଭଗବାନଙ୍କୁ ଡାକିବା ପାଇଁ ସମୟ ଟିକିଏ ମଧ୍ୟ ଦିଏ ନାହିଁ। ସ୍ନାନ ଆହାର ପାଇଁ ସମୟ ପର୍ଯ୍ୟନ୍ତ ଦିଏ ନାହିଁ। କର୍ତ୍ତବ୍ୟ ଯେପରି ସର୍ବଦା ସେମାନଙ୍କ ମୁଣ୍ଡ ଉପରେ ଝୁଲୁଅଛି। ସେମାନେ ଘରୁ ବାହାରକୁ ଯାଇ କାର୍ଯ୍ୟ କରନ୍ତି। ସେମାନଙ୍କ ମୁଣ୍ଡ ଉପରେ କର୍ତ୍ତବ୍ୟ। ସେମାନେ ଘରକୁ ଫେରିଆସି ପୁନରାୟ ତାପରେ ଦିନର କର୍ତ୍ତବ୍ୟ କଥା ଚିନ୍ତା କରନ୍ତି। କର୍ତ୍ତବ୍ୟର କବଳରୁ ମୁକ୍ତି ନାହିଁ। ଏହା ତ କ୍ରୀତଦାସର ଜୀବନ। ଅବଶେଷରେ ଘୋଡ଼ା ଭଳି ଗାଡ଼ିରେ ଯଚା ଅବସ୍ଥାରେ କ୍ଳାନ୍ତ ଅବସନ୍ନ ହୋଇ ପଥରେ ପଡ଼ିଯାଇ ମୃତ୍ୟୁବରଣ କରନ୍ତି। କର୍ତ୍ତବ୍ୟ କହିଲେ ଲୋକେ ଏହା ହିଁ ବୁଝିଥାନ୍ତି। ଅନାସକ୍ତ ହେବା, ମୁକ୍ତ ପୁରୁଷ ଭଳି କର୍ମ କରିବା ଏବଂ ସମୁଦାୟ କର୍ମ ଈଶ୍ୱରଙ୍କଠାରେ ସମର୍ପଣ କରିବା ହିଁ ଆମର ଏକମାତ୍ର ପ୍ରକୃତ କର୍ତ୍ତବ୍ୟ। ଆମମାନଙ୍କର ସକଳ କର୍ତ୍ତବ୍ୟ ହିଁ ଈଶ୍ୱରଙ୍କର। ଆମେ ଯେ ଜଗତକୁ ପ୍ରେରିତ ହୋଇଛୁ, ସେଥିପାଇଁ ଆମେ ଧନ୍ୟ। ଆମେ ଆମର ନିର୍ଦ୍ଦିଷ୍ଟ କର୍ମ କରି ଚାଲିଛୁ। କିଏ ଜାଣେ ଭଲ କରୁଛି କି ମନ୍ଦ କରୁଛି। ଭଲ ଭାବରେ କର୍ମ କଲେ ମଧ୍ୟ ଆମେ ଫଳ ଭୋଗ କରିବା ନାହିଁ। ମନ୍ଦ ଭାବରେ କଲେ ମଧ୍ୟ ଚିନ୍ତା ଦୂର ହେବ ନାହିଁ। ଶାନ୍ତ ଓ ମୁକ୍ତ ଭାବରେ କାର୍ଯ୍ୟ କରିଯାଅ। ଏହି ମୁକ୍ତ ଅବସ୍ଥା ଲାଭ କରିବା ଅତି କଠିନ। ଦାସତ୍ୱକୁ କର୍ତ୍ତବ୍ୟ କହି ଦେହ ପ୍ରତି ଦେହର ଅସ୍ୱାଭାବିକ ଆସକ୍ତିକୁ କର୍ତ୍ତବ୍ୟ କହି ବ୍ୟାଖ୍ୟା କରିବା କେଡ଼େ ସହଜ। ସଂସାରରେ ମନୁଷ୍ୟ ଟଙ୍କା ପାଇଁ ବା ଅନ୍ୟ କିଛି ପାଇଁ ସଂଗ୍ରାମ କରେ,
ଚେଷ୍ଟା କରେ ଏବଂ ଆସକ୍ତ ହୁଏ। ଯଦି ପଚାର କାହିଁକି ସେମାନେ ତାହା କରୁଛନ୍ତି, ସେମାନେ କହିବେ ଏହା ଆମର କର୍ତ୍ତବ୍ୟ। ପ୍ରକୃତରେ ତାହା କାଞ୍ଚନ ପାଇଁ ଅସ୍ୱାଭାବିକ ତୃଷ୍ଣା ମାତ୍ର। ଏ ତୃଷ୍ଣାକୁ ସେମାନେ କେତେଗୁଡ଼ିଏ ଫୁଲ ଦେଇ ଘୋଡ଼ାଇବାର ଚେଷ୍ଟା କରୁଛନ୍ତି। ତେବେ ଶେଷ ପର୍ଯ୍ୟନ୍ତ କର୍ତ୍ତବ୍ୟ କହିଲେ କ'ଣ ବୁଝାଏ? ତାହା କେବଳ ଦେହ ମନର ଆବେଗ, ଆସକ୍ତିର ତାଡ଼ନା। କୌଣସି ଆସକ୍ତି ବଦ୍ଧମୂଳ ହେଲେ ଆମେ ତାହାକୁ କର୍ତ୍ତବ୍ୟ କହିଥାଉ। ଦୃଷ୍ଟାନ୍ତ ସ୍ୱରୂପ, ଯେଉଁ ଦେଶମାନଙ୍କରେ ବିବାହ ନାହିଁ, ସେ ଦେଶମାନଙ୍କରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କିଛି କର୍ତ୍ତବ୍ୟ ମଧ୍ୟ ନାହିଁ। ସମାଜରେ ଯେଉଁ ସମୟରେ ବିବାହ ପ୍ରଥା ପ୍ରଚଳିତ ହୁଏ, ସେ ସମୟରେ ସ୍ୱାମୀ ଓ ସ୍ତ୍ରୀ ଆସକ୍ତିବଶତଃ ଏକତ୍ର ବାସ କରନ୍ତି। ପୁରୁଷାନୁକ୍ରମେ ଏହିପରି ରହିବା ପରେ ଏକତ୍ର ବାସ କରିବା ରୀତିରେ ପରିଣତ ହେଲା। ସେତେବେଳେ ଏହା କର୍ତ୍ତବ୍ୟ ରୂପେ ଆମ ଆଗରେ ଛିଡ଼ା ହେଲା। କହିବାକୁ ଗଲେ ତାହା ଏକ ପ୍ରକାର ପୁରାତନ ବ୍ୟାଧି। ଏହା ଯେତେବେଳେ ପ୍ରବଳ ଆକାରରେ ଦେଖାଦିଏ, ସେତେବେଳେ ଆମେ ଏହାକୁ ରୋଗ କହୁ। ଯେତେବେଳେ ଏହା ସ୍ଥାୟୀ ହୁଏ, ସେତେବେଳେ ଆମେ ଏହାକୁ ସ୍ୱଭାବ କହିଥାଉ। ଯାହା ହେଉନା କାହିଁକି, ଏହା ରୋଗ ମାତ୍ର। ଆସକ୍ତି ଯେବେ ପ୍ରକୃତିଗତ ହୁଏ, ସେତେବେଳେ ତାକୁ କର୍ତ୍ତବ୍ୟ ରୂପେ ଆଡ଼ମ୍ବରପୂର୍ଣ୍ଣ ନାମରେ ଅଭିହିତ କରିଥାଉ। ଆମେ ଏହା ଉପରେ ଫୁଲ ଚଢ଼ାଇ ଦେଉ, ତଦୁପଲକ୍ଷେ ତୁରୀ ଭେରି ମଧ୍ୟ ବଜାଉ। ତାହା ପାଇଁ ଶାସ୍ତ୍ରର ମନ୍ତ୍ର ଉଚ୍ଚାରଣ କରାହୁଏ। ସେତେବେଳେ ସମଗ୍ର ଜଗତ ଏହି କର୍ତ୍ତବ୍ୟର ଅନୁରୋଧରେ ସଂଗ୍ରାମରେ ମତ୍ତ ହୁଏ ଏବଂ ମନୁଷ୍ୟ ପରସ୍ପରର ଦ୍ରବ୍ୟ ଆଗ୍ରହ ସହକାରେ ଅପହରଣ କରିବାକୁ ଆରମ୍ଭ କରେ। କିନ୍ତୁ କର୍ତ୍ତବ୍ୟ ଗୋଟିଏ ହିସାବରେ କେତେ ପରିମାଣରେ ଭଲ, କାରଣ ତାହାଦ୍ୱାରା ପଶୁଭାବ କେତେକାଂଶରେ ସଂଯତ ହୁଏ। ଯେଉଁମାନେ ଅତିଶୟ ନିମ୍ନ ଅଧିକାରୀ, ଯେଉଁମାନେ ଅନ୍ୟ କୌଣସି ପ୍ରକାର ଆଦର୍ଶ ଧାରଣା କରିପାରନ୍ତି ନାହିଁ, ସେମାନଙ୍କ ପକ୍ଷରେ କର୍ତ୍ତବ୍ୟ କେତେ ପରିମାଣରେ ଅବଶ୍ୟ ଭଲ। କିନ୍ତୁ ଯେଉଁମାନେ କର୍ମଯୋଗୀ ହେବାକୁ ଇଚ୍ଛା କରନ୍ତି, ସେମାନଙ୍କୁ କର୍ତ୍ତବ୍ୟ ଭାବ ସମ୍ପୂର୍ଣ୍ଣ ରୂପେ ଦୂର କରିବାକୁ ହେବ। ତୁମ ମୋ ପକ୍ଷରେ କୌଣସି କର୍ତ୍ତବ୍ୟ ନାହିଁ। ଜଗତକୁ ଯାହା ଦେବାର ଅଛି ଅବଶ୍ୟ ତାହା ଦିଅ, କିନ୍ତୁ କର୍ତ୍ତବ୍ୟ ହିସାବରେ ନୁହେଁ। ସେଥିପାଇଁ କିଛି ଚିନ୍ତା କର ନାହିଁ। ବାଧ୍ୟ ହୋଇ କିଛି କର ନାହିଁ। ବାଧ୍ୟ ହୋଇ କ'ଣ କରିବ? ବାଧ୍ୟ ହୋଇ ଯାହା କିଛି କରିବ, ତାହାଦ୍ୱାରା କେବଳ ଆସକ୍ତି ବର୍ଦ୍ଧିତ ହୁଏ। କର୍ତ୍ତବ୍ୟ ବୋଲି ତୁମର କିଛି ରହିବ କାହିଁକି? ସବୁ ଈଶ୍ୱରଙ୍କଠାରେ ସମର୍ପଣ କର। ଏହି ସଂସାର ରୂପକ ଭୟଙ୍କର ଅଗ୍ନିମୟ କୋଠାଘରେ, ଯେଉଁଠାରେ କର୍ତ୍ତବ୍ୟ ରୂପକ ଅନଳ ସମସ୍ତଙ୍କୁ ଦଗ୍ଧ କରୁଛି, ସେଠାରେ ଈଶ୍ୱର ରୂପକ ଅମୃତ ପାନ କରି ସୁଖୀ ହୁଅ। ଆମେ ସମସ୍ତେ କେବଳ ତାଙ୍କର ଇଚ୍ଛା ଅନୁଯାୟୀ କାର୍ଯ୍ୟ କରୁଅଛୁ। ପୁରସ୍କାର ବା ଶାସ୍ତି ସହିତ ଆମର କୌଣସି ସମ୍ପର୍କ ନାହିଁ। ଯଦି ପୁରସ୍କାର ପାଇବା ପାଇଁ ଇଚ୍ଛା କର, ତେବେ ତା ସହିତ ତୁମକୁ ଶାସ୍ତି ମଧ୍ୟ ଭୋଗିବାକୁ ପଡ଼ିବ। ଶାସ୍ତି ଏଡ଼ାଇବାର ଏକମାତ୍ର ଉପାୟ ପୁରସ୍କାର ତ୍ୟାଗ କରିବା। ଦୁଃଖ ଦୂର କରିବାର ଏକମାତ୍ର ଉପାୟ ସୁଖର ଭାବ ମଧ୍ୟ ତ୍ୟାଗ କରିବା। କାରଣ ଉଭୟ ଏକ ସୂତ୍ରରେ ଗ୍ରଥିତ। ଗୋଟିଏ ପଟରେ ସୁଖ, ଅନ୍ୟ ପଟରେ ଦୁଃଖ। ଏକ ପାଖରେ ଜୀବନ ଓ ଅନ୍ୟ ପାଖରେ ମୃତ୍ୟୁ। ଏହି ମୃତ୍ୟୁକୁ ଅତିକ୍ରମ କରିବାର ଏକମାତ୍ର ଉପାୟ ହେଉଛି ଜୀବନ ପ୍ରତି ଅନୁରାଗ ତ୍ୟାଗ କରିବା। ଜୀବନ ଓ ମୃତ୍ୟୁ ଗୋଟିଏ ଜିନିଷ, ଏକ ବସ୍ତୁର ବିଭିନ୍ନ ଦିଗ ମାତ୍ର। ଅତଏବ ଦୁଃଖଶୂନ୍ୟ ସୁଖ ଏବଂ ମୃତ୍ୟୁହୀନ ଜୀବନ କଥାଗୁଡ଼ିକ ବିଦ୍ୟାଳୟର ଛାତ୍ରଗଣ ଓ ଶିଶୁମାନଙ୍କ ପକ୍ଷରେ ଭଲ। କିନ୍ତୁ ଚିନ୍ତାଶୀଳ ବ୍ୟକ୍ତି ଦେଖନ୍ତି, ବାକ୍ୟଗୁଡ଼ିକ ସ୍ୱବିରୋଧୀ। ସୁତରାଂ ସେ ଦୁଇଟିକୁ ହିଁ ପରିତ୍ୟାଗ କରନ୍ତି। ଯାହା କିଛି କର, ସେଥିପାଇଁ ପ୍ରଶଂସା ବା ପୁରସ୍କାର ଆଶା କର ନାହିଁ। ଏହା ଅତି କଠିନ। ଆମେ ଯଦି କୌଣସି ଭଲ କାମ କରୁ, ସଙ୍ଗେ ସଙ୍ଗେ ତା ପାଇଁ ପ୍ରଶଂସା ଆଶା କରିବାକୁ ଆରମ୍ଭ କରୁ। ଯେତେବେଳେ ଆମେ କୌଣସି ଚାନ୍ଦା ଦେଉ, ସେତେବେଳେ ଆମେ ଆମର ନାମ ଖବରକାଗଜରେ ଦେଖିବାକୁ ଇଚ୍ଛା କରିଥାଉ। ଏପରି ବାସନାର ଫଳ ଅବଶ୍ୟ ହିଁ ଦୁଃଖ। ଜଗତର ଶ୍ରେଷ୍ଠ ମାନବଗଣ ଅଜ୍ଞାତ ଭାବରେ ହିଁ ଚାଲିଯାଇଛନ୍ତି। ଯେଉଁ ସବୁ ମହାପୁରୁଷମାନଙ୍କ ବିଷୟରେ ଜଗତ କିଛି ହେଲେ ଜାଣେ ନାହିଁ, ସେମାନଙ୍କ ତୁଳନାରେ ଆମର ପରିଚିତ ବୁଦ୍ଧଗଣ ଓ ଖ୍ରୀଷ୍ଟଗଣ ଦ୍ୱିତୀୟ ଶ୍ରେଣୀର ବ୍ୟକ୍ତିମାତ୍ର। ଏହିପରି ଶତ ଶତ ବ୍ୟକ୍ତି ପ୍ରତି ଦେଶରେ ଆବିର୍ଭୂତ ହୋଇ ନୀରବରେ କାର୍ଯ୍ୟ କରିଯାଇଛନ୍ତି।
ନୀରବରେ ଜୀବନଯାପନ କରି ନୀରବରେ ଚାଲିଯାଆନ୍ତି। ସମୟରେ ସେମାନଙ୍କର ଚିନ୍ତାରାଶି ବୁଦ୍ଧ ଓ ଖ୍ରୀଷ୍ଟତୁଲ୍ୟ ମହାମାନବଙ୍କ ମାଧ୍ୟମରେ ବ୍ୟକ୍ତ ଭାବ ଧାରଣ କରେ। ଏହି ଶେଷୋକ୍ତ ବ୍ୟକ୍ତିଗଣ ହିଁ ଆମ ନିକଟରେ ପରିଚିତ ହୁଅନ୍ତି। ଶ୍ରେଷ୍ଠ ମହାପୁରୁଷଗଣ ସେମାନଙ୍କ ଜ୍ଞାନ ପାଇଁ କୌଣସି ନାମ ଯଶ ଆକାଂକ୍ଷା କରନ୍ତି ନାହିଁ। ସେମାନେ ଜଗତକୁ ସେମାନଙ୍କର ଭାବ ଦେଇଯାଆନ୍ତି। ସେମାନେ ନିଜ ନିଜ ପାଇଁ କିଛି ଦାବି କରନ୍ତି ନାହିଁ। ନିଜ ନିଜ ନାମରେ କୌଣସି ସମ୍ପ୍ରଦାୟ ବା ଧର୍ମମତ ସ୍ଥାପନ କରିଯାଆନ୍ତି ନାହିଁ। ଏପରି କରିବା ପାଇଁ ତାଙ୍କର ସମଗ୍ର ପ୍ରକୃତି ସଙ୍କୁଚିତ ହୁଏ। ସେମାନେ ଶୁଦ୍ଧ ସାତ୍ତ୍ୱିକ। ସେମାନେ କେବେ ହେଲେ କୌଣସି ଆନ୍ଦୋଳନ ସୃଷ୍ଟି କରିପାରନ୍ତି ନାହିଁ। ସେମାନେ କେବଳ ମାନବ ପାଇଁ ପ୍ରେମରେ ବିଗଡ଼ିତ ହୋଇଯାଆନ୍ତି। ମୁଁ ଏହିପରି ଜଣେ ଯୋଗୀଙ୍କୁ ଦେଖିଛି। ସେ ଭାରତରେ ଏକ ଗୁମ୍ଫା ବା ଗୁହାରେ ବାସ କରନ୍ତି। ମୁଁ ଯେତେ ଆଶ୍ଚର୍ଯ୍ୟ ମନୁଷ୍ୟ ଦେଖିଅଛି ସେ ସେମାନଙ୍କ ମଧ୍ୟରୁ ଅନ୍ୟତମ। ସେ ତାଙ୍କର ବ୍ୟକ୍ତିଗତ ଅହଂର ଭାବକୁ ଏପରି ବିଲୁପ୍ତ କରିଛନ୍ତି ଯେ ଅନାୟାସରେ କୁହାଯାଇପାରେ ତାଙ୍କର ମନୁଷ୍ୟ ଭାବ ସମ୍ପୂର୍ଣ୍ଣ ବିଲୁପ୍ତ ହୋଇଅଛି। କେବଳ ବ୍ୟାପକ ଈଶ୍ୱରୀୟ ଭାବ ତାଙ୍କ ହୃଦୟକୁ ପୂର୍ଣ୍ଣ କରି ରଖିଛି। ଯଦି କୌଣସି ପ୍ରାଣୀ ତାଙ୍କର ଗୋଟିଏ ହାତ ଦଂଶନ କରେ ସେ ତାକୁ ଅପର ହାତଟି ଦେବାକୁ ପ୍ରସ୍ତୁତ ଏବଂ କହନ୍ତି ଯେ ଏହା ପ୍ରଭୁଙ୍କ ଇଚ୍ଛା। ଯାହା କିଛି ତାଙ୍କ ନିକଟକୁ ଆସେ ସେ ମନେ କରନ୍ତି ସବୁ ହିଁ ପ୍ରଭୁଙ୍କ ନିକଟରୁ ଆସିଅଛି। ସେ ଲୋକ ସମ୍ମୁଖକୁ ବାହାରନ୍ତି ନାହିଁ, ଅଥଚ ସେ ପ୍ରେମ, ସତ୍ୟ ଓ ମଧୁର ଭାବରାଶିର ଅଫୁରନ୍ତ ଭଣ୍ଡାର। ତାପରେ ଅପେକ୍ଷାକୃତ ଅଧିକ ରଜଶକ୍ତି ସମ୍ପନ୍ନ ବା ସଂଗ୍ରାମଶୀଳ ଯୁବକମାନଙ୍କର ସ୍ଥାନ। ସେମାନେ ସିଦ୍ଧ ପୁରୁଷଗଣଙ୍କର ଭାବରାଶି ଗ୍ରହଣ କରି ଜଗତରେ ପ୍ରଚାର କରନ୍ତି। ଶ୍ରେଷ୍ଠ ପୁରୁଷଗଣ ସତ୍ୟ ଓ ମହାନ ଭାବରାଶି ନୀରବରେ ସଂଗ୍ରହ କରନ୍ତି ଏବଂ ବୁଦ୍ଧ ଖ୍ରୀଷ୍ଟଗଣ ସେହିସବୁ ଭାବ ସ୍ଥାନେ ସ୍ଥାନେ ପ୍ରଚାର କରନ୍ତି ଓ ତଦ୍ ଉଦ୍ଦେଶ୍ୟରେ କାର୍ଯ୍ୟ କରନ୍ତି। ଗୌତମ ବୁଦ୍ଧଙ୍କ ଚରିତ୍ରରେ ଆମେ ଦେଖିବାକୁ ପାଉ ସେ ସର୍ବଦା ନିଜକୁ ପଞ୍ଚବିଂଶ ବୁଦ୍ଧ ବୋଲି ପରିଚୟ ଦେଇଛନ୍ତି। ତାଙ୍କ ପୂର୍ବରୁ ଯେଉଁ 24 ଜଣ ବୁଦ୍ଧ ହୋଇଯାଇଛନ୍ତି ଇତିହାସରେ ସେମାନେ ଅପରିଚିତ। କିନ୍ତୁ ଏହା ନିଶ୍ଚିତ ଯେ ଐତିହାସିକ ବୁଦ୍ଧ ସେମାନଙ୍କ ଦ୍ୱାରା ସ୍ଥାପିତ ଭିତ୍ତି ଉପରେ ହିଁ ନିଜ ଧର୍ମପ୍ରାସାଦ ନିର୍ମାଣ କରିଯାଇଛନ୍ତି। ଶ୍ରେଷ୍ଠ ପୁରୁଷଗଣ ଶାନ୍ତ, ନୀରବ ଓ ଅପରିଚିତ। ସେମାନେ ଜାଣନ୍ତି ଠିକ୍ ଠିକ୍ ଚିନ୍ତାର ଶକ୍ତି କେତେ ଦୂର। ସେମାନେ ନିଶ୍ଚିତ ଭାବେ ଜାଣନ୍ତି ଯଦି ସେମାନେ କୌଣସି ଗୁହାର ଦ୍ୱାର ବନ୍ଦ କରି 5ଟି ସତ୍ଚିନ୍ତା କରନ୍ତି ତାହେଲେ ସେହି 5ଟି ଚିନ୍ତା ଅନନ୍ତ କାଳ ପର୍ଯ୍ୟନ୍ତ ରହିବ। ପ୍ରକୃତରେ ସେହି ଚିନ୍ତାଗୁଡ଼ିକୁ ପର୍ବତ ଭେଦ କରି ସମୁଦ୍ର ପାର ହୋଇ ସମଗ୍ର ଜାତ ପରିକ୍ରମା କରିବ ଏବଂ ପରିଶେଷରେ ମନୁଷ୍ୟର ହୃଦୟ ଓ ମସ୍ତିଷ୍କରେ ପ୍ରବେଶ କରି ଏପରି ସବୁ ନରନାରୀ ଉତ୍ପନ୍ନ କରିବ ଯେଉଁମାନେ ଜୀବନରେ ଏହି ଚିନ୍ତାଗୁଡ଼ିକ କାର୍ଯ୍ୟରେ ପରିଣତ କରିବେ। ପୂର୍ବୋକ୍ତ ସାତ୍ତ୍ୱିକ ବ୍ୟକ୍ତିଗଣ ଭଗବାନଙ୍କର ଏତେ ନିକଟରେ ଅବସ୍ଥାନ କରନ୍ତି ଯେ ସେମାନଙ୍କ ପକ୍ଷରେ ସଂଗ୍ରାମ, ମୁଖର କର୍ମ କରି ଜଗତରେ ପରୋପକାର, ଧର୍ମ ପ୍ରଚାର ପ୍ରଭୃତି କର୍ମ କରିବା ସମ୍ଭବ ନୁହେଁ। କର୍ମୀମାନେ ଯେତେ ଭଲ ହୁଅନ୍ତୁ ନା କାହିଁକି ସେମାନଙ୍କ ମଧ୍ୟରେ କିଛି ନା କିଛି ଅଜ୍ଞତା ରହିଯାଏ। ଯେ ପର୍ଯ୍ୟନ୍ତ ଆମମାନଙ୍କ ସ୍ୱଭାବରେ ଟିକିଏ ହେଲେ ମଳିନତା ଅବଶିଷ୍ଟ ଥାଏ ସେ ପର୍ଯ୍ୟନ୍ତ ଆମେ କର୍ମ କରିପାରୁ। କର୍ମର ପ୍ରକୃତି ହେଲା ଏହି ଯେ ସାଧାରଣତଃ ତାହା ଅଭିସନ୍ଧି ଓ ଆସକ୍ତି ଦ୍ୱାରା ଚାଳିତ ହୁଏ। ସଦା କ୍ରିୟାଶୀଳ ବିଧାତା କ୍ଷୁଦ୍ର ଘରଚଟିଆ ପକ୍ଷୀଟିର ପତନ ପର୍ଯ୍ୟନ୍ତ ଲକ୍ଷ୍ୟ କରୁଛନ୍ତି। ତାଙ୍କ ସମ୍ମୁଖରେ ମନୁଷ୍ୟ ତାହାର ନିଜ କାର୍ଯ୍ୟ ଉପରେ ଏତେ ଗୁରୁତ୍ୱ ଆରୋପ କରେ କାହିଁକି? ସେ ଯେତେବେଳେ ଜଗତର କ୍ଷୁଦ୍ରତମ ପକ୍ଷୀଟିର ପର୍ଯ୍ୟନ୍ତ ଖବର ରଖୁଛନ୍ତି ସେତେବେଳେ ଏପରି କରିବା କ'ଣ ଈଶ୍ୱର ନିନ୍ଦା ନୁହେଁ? ଆମମାନଙ୍କର କେବଳ ଉଚିତ ହେଉଛି ସଶ୍ରଦ୍ଧ ବିସ୍ମୟରେ ତାଙ୍କ ସମ୍ମୁଖରେ ଦଣ୍ଡାୟମାନ ହୋଇ କହିବା, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ସର୍ବଶ୍ରେଷ୍ଠ ମହାମାନବଗଣ କର୍ମ କରିପାରନ୍ତି ନାହିଁ କାରଣ ସେମାନଙ୍କ ମନରେ କୌଣସି ଆସକ୍ତି ନାହିଁ। ଯିଏ ଆତ୍ମାରେ ହିଁ ଆନନ୍ଦ କରନ୍ତି, ଆତ୍ମାରେ ହିଁ ତୃପ୍ତ, ଆତ୍ମାରେ ହିଁ ସନ୍ତୁଷ୍ଟ, ତାଙ୍କର କୌଣସି କାର୍ଯ୍ୟ ନାହିଁ। ଏହିମାନେ ହିଁ ମାନବ ଜାତି ମଧ୍ୟରେ ଶ୍ରେଷ୍ଠ। ଏମାନେ କାର୍ଯ୍ୟ କରିପାରନ୍ତି ନାହିଁ। ଏହା ବ୍ୟତୀତ
ପ୍ରତ୍ୟେକକୁ ହିଁ କାର୍ଯ୍ୟ କରିବାକୁ ହେବ। ଏହିପରି କାର୍ଯ୍ୟ କରିବା ସମୟରେ ଆମର କେବେ ହେଲେ ମନେ କରିବା ଉଚିତ ନୁହେଁ ଯେ ଜଗତର ଅତି କ୍ଷୁଦ୍ର ପ୍ରାଣୀକୁ ମଧ୍ୟ ଆମେ ସାହାଯ୍ୟ କରିପାରୁ, କିନ୍ତୁ ଆମେ ତାହା ପାରୁନାହିଁ। ଏହି ଜଗତର ଶିକ୍ଷାଳୟରେ ପର ଉପକାର ଦ୍ୱାରା ଆମେ ନିଜେ ନିଜର ହିଁ ଉପକାର କରିଥାଉ। କର୍ମ କରିବା ସମୟରେ ଏହିପରି ଭାବ ଅବଲମ୍ବନ କରିବା ହିଁ କର୍ତ୍ତବ୍ୟ। ଯଦି ଆମେ ଏହି ଭାବରେ କାର୍ଯ୍ୟ କରୁ, ଯଦି ଆମେ ସର୍ବଦା ମନେ ରଖୁ ଯେ କର୍ମ କରିବା ହିଁ ସୁଯୋଗ ପାଇବା ଆମମାନଙ୍କ ପକ୍ଷରେ ମହା ସୌଭାଗ୍ୟର ବିଷୟ, ତେବେ ଆମେ କେବେ ହେଲେ ସେଥିରେ ଆସକ୍ତ ହେବା ନାହିଁ। ତୁମ ମୋ ଭଳି ଲକ୍ଷ ଲକ୍ଷ ମନୁଷ୍ୟ ମନେ କରନ୍ତି ଏ ଜଗତରେ ଆମେ ସମସ୍ତେ ଖୁବ୍ ବଡ଼ ମଣିଷ, କିନ୍ତୁ ଆମେ ସମସ୍ତେ ହିଁ ମରିଯାଉ। ତାପରେ 5 ମିନିଟ୍ ମଧ୍ୟରେ ଜଗତ ଆମକୁ ଭୁଲିଯାଏ। କିନ୍ତୁ ଈଶ୍ୱରଙ୍କ ଜୀବନ ଅନନ୍ତ। କ ହ୍ୟେବା ନ୍ୟାତ୍ କ ପ୍ରାଣିୟାତ୍ ୟଦେଷ ଆକାଶ ଆନନ୍ଦଃ ନ ସ୍ୟାତ୍। ଯଦି ସେହି ସର୍ବଶକ୍ତିମାନ ପ୍ରଭୁ ଇଚ୍ଛା ନ କରନ୍ତି, ତେବେ କେହି କ'ଣ ମୁହୂର୍ତ୍ତେ ମଧ୍ୟ ବଞ୍ଚି ରହିପାରନ୍ତି? କେହି ମୁହୂର୍ତ୍ତେ ହେଲେ ଶ୍ୱାସ ପ୍ରଶ୍ୱାସ ତ୍ୟାଗ କରିବାକୁ ସକ୍ଷମ ହୁଅନ୍ତି? ସେ ହିଁ ନିୟତ କର୍ମଶୀଳ ବିଧାତା। ସକଳ ଶକ୍ତି ହିଁ ତାଙ୍କର ଏବଂ ତାଙ୍କର ହିଁ ଆଜ୍ଞାଧୀନ। ତାଙ୍କ ଆଜ୍ଞାରେ ବାୟୁ ବହୁଅଛି, ସୂର୍ଯ୍ୟ କିରଣ ଦେଉଛନ୍ତି, ପୃଥିବୀ ବିଧୃତ ରହିଅଛି ଏବଂ ମୃତ୍ୟୁ ଧରାତଳରେ ବିଚରଣ କରୁଅଛି। ସେ ହେଉଛନ୍ତି ସର୍ବେସର୍ବା। ସେ ଦେଇଛନ୍ତି ସବୁ। ସେ ହିଁ ସକଳ ବସ୍ତୁ ମଧ୍ୟରେ ବିରାଜିତା। ଆମେ କେବଳ ତାଙ୍କର ଉପାସନା କରିପାରୁ। କର୍ମର ସମୁଦାୟ ଫଳ ତ୍ୟାଗ କର, ସତ୍କର୍ମ ପାଇଁ ସତ୍କର୍ମ କର, ତାହେଲେ କେବଳ ସମ୍ପୂର୍ଣ୍ଣ ଅନାସକ୍ତି ଆସିବ। ଏହି ପ୍ରକାରେ ହୃଦୟ ଗ୍ରନ୍ଥି ଛିନ୍ନ ହେବ ଏବଂ ଆମେ ପୂର୍ଣ୍ଣ ମୁକ୍ତି ଲାଭ କରିବୁ। ଏହି ମୁକ୍ତି ହିଁ କର୍ମଯୋଗର ଲକ୍ଷ୍ୟ। ଓಂ ଶାନ୍ତି ଶାନ୍ତି ଶାନ୍ତି। ହରି ଓಂ ତତ୍ସତ୍।